जय जगन्नाथ जय जगन्नाथ जय जगन्नाथ। द्वाविंश अध्याय। हरिଙ୍କ आज्ञा अनुसारे से 4 सनतକୁ मारे पृथुଙ୍କୁ देले तत्वज्ञान। द्वाविंश अध्याय वर्णन। मैत्रेय उवाच ए अन्ते शुण हे विदुर से पृथु देवराजेश्वर प्रजापालने धर्मशील हरि भक्तिर से बल से राज्य जेते प्रजागण पितृदेव ऋषि ब्राह्मण पृथुंक गुण बखाणती से सर्वे हरिकी पूजती। एमंते केते कालांतरे विजय कले मुनि बरे से सिद्ध गण मध्य बर विशेष ब्रह्मांक कुमारम तपसाधने विराजती सूर्य किरण प्राय ज्योति आकाशे देखिले राजन कांतिरु कले अनुमान ए सर्वे सिद्धसन कादि विष्णु भक्त ब्रह्मवादी लोकंक पाप शुद्धि अर्थे प्रमाण करती जगते निश्चय जानी अनुमाने उठिले सहास्ये सगणे तांक दर्शने नूप प्राण ऊर्ध्वकु कला कि गमनम जेने जीवन पिंड पाई सत्वरे उठिले भूसाई सदस्य आदि जेते थिले सकले सत्वरे उठिले जेसन गंधादि गुणकु जीव उत्सुक घेनिबाकु तेसने नूप हेले उबा मुनि प्रवेश हेले सभा आनंदे पृथु नूपवर प्रणमी मुनिक पयर सुगंध शीत जल नेई पद कमल देले धोई दिव्य आसने बसाइले सविधि व्यवहारे पूजिले तांक चरण सलिले अलक बद मार्जिले जे प्राणी होए शीलवंत ताहांक चरित एमत छाड़ी नृपति अभिमान आनंद कले बहुमान्य हाटक आसने बसाई पाद उदक सिरे लई से भव अग्र जन्मा जेणु राजन मान्य कले तेणु पावे तो संति तांक मन कहती मधुर वचन। पृथुवाच आजम पूर्व भाग्य फल जीवन होइला सफल दुर्लभ देखिली तुम्बकु खोजी न पाती जोगी जाकु कि तार दुर्लभ संसारे जेवा अछि अपरे जहाँकु विष्णु वैष्णव प्रसन्न विप्र सदाशिव अव्यक्त गति जतुम्बर ब्रह्मण चतुर्दश पुर अभाग्यवंत प्राणी जेहि तुम्ब दर्शने योग्य काहीं ए आत्मा पुरुष जेसने सकल देखते सने ताहाकु न देखती केही ए विश्व हेतु भूत जेहि हे सिद्ध तुम्बंकु देखिली धन्य मो जीवन मणिली निर्धन गृहे जेने धन अणवाय से जेने पुण्य तेने मणिली अद्भुत कि भाग्य तुम्बे उपगत जागृहे अतिथि आगत भावे पूजई शुद्ध चित्त विभवे पूजे बहु विधे काय
ବଚନ ମନ ସୁଧେ ବିଭବହୀନ ଯେ ବାଜନ ପୂଜିବ ଯେ ବିଧି ବିଧାନ ଭୂମି ଉଦକ ତୃଣାସନେ ବିନୟ କମଳ ବଚନେ ଏ ଭାବେ ଯେ ବାନ ପୂଜନ୍ତି ସେ ବ୍ୟର୍ଥ ଜୀବନେ ବଞ୍ଚନ୍ତି ବ୍ୟାଳ ଆଳୟ ଦ୍ରୁମ ଜେନେ ତା ଗୃହ ଭୟଙ୍କର ତେନେ ଜାଗୃହେ ସତେଣ ଅତିଥି ଜାଗୃହେ ଗତେଣ ଅତିଥି ସୁଖ ଚରଣେ ନ ଧୁଅନ୍ତି ତାର ଜୀବନ କାରଣ ବ୍ୟର୍ଥ ଆୟୁଷ ଯଶ ଗୁଣ ସେ ଭକ୍ତ ଜନକୁ ନ ସେବେ ଯେ ସୁଖେ ସମ୍ପାତି କି ଲଭେ ବମୁନି ତୁମ୍ଭ ଆଗମନ ମଙ୍ଗଳ ମଣିଲି ଜୀବନ ତୁମ୍ଭର ବ୍ରତ ବିଧି ଆଦି ଆଚରନ୍ତି ଯେ ମୋକ୍ଷବାଦୀ ସେ ତେବେ ମୋକ୍ଷ ମାର୍ଗ ପାନ୍ତି ଏ ବିଷ୍ଣୁ ମାୟାରୁ ତରନ୍ତି ଇନ୍ଦ୍ରିୟ ମାନଙ୍କ ବିଷୟ ନ ଛାଡ଼େ ଯାହାର ହୃଦୟ ସେ କାହିଁ ସୁଖ ନ ଲଭନ୍ତି ସ୍ୱକର୍ମ ବଧେ ବନ୍ଦୀ ହୁଅନ୍ତି ଏ ଘୋର ସଂସାରେ ପଡ଼ିନ ଦୁଃଖ ଭୁଞ୍ଜନ୍ତି ଜ୍ଞାନହୀନ ବୋମୁନି ଗଣେ ତୁମ୍ଭେ ଜ୍ଞାନୀ ଆତ୍ମାରାମଙ୍କ ମଧ୍ୟେ ମାନି ଏଣୁ ବା ତୁମ୍ଭ ମାନଙ୍କରେ କୁଶଳ ପ୍ରଶ୍ନ କେ ପଚାରେ ତୁମ୍ଭର ମତି ବୃତ୍ତି ମାନେ କୁଶଳା କୁଶଳ ନ ଘେନେ ଏଇ ବି ବିଶ୍ୱାସ ମୋର ଅଛି ସବ ଇଏ ନ ପାରଇ ପୁଛି ସଂସାର ତାପେ ଯେ ତାପିତ ତାଙ୍କ କୁଶଳ ଯେ ଚରିତ ଏ ଅଭିପ୍ରାୟ ମୁଁ ପୁଛଇ ଫେଡ଼ିଣ କହିବା ଗୋସାଇଁ ତୁମ୍ଭେ ଭକତ ଜନହିତେ କୁଶଳ ବାଞ୍ଛିୟ ବିରତେ ସିଦ୍ଧ ଯୋଗେନ୍ଦ୍ର ରୂପ ଧରି ଏ ରୂପେ ବୁଲୁଥାନ୍ତି ହରି ସକଳ ଆତ୍ମା ସେ ଗୋସାଇଁ ବ୍ରହ୍ମନ୍ତି ସନ୍ତ ଜନ ପାଇଁ ପ୍ରତ୍ୟକ୍ଷେ ତୁମ୍ଭେ ଯେ ଗୋସାଇଁ ଦର୍ଶନେ ନିସ୍ତରିଲି ମୁଇଁ ଏ ଭବ ତରଣ ଉପାୟ ଫେଡ଼ିଣ କହିବା ତ କାଏ ମୈତ୍ରେୟ ଉବାଚ ଏମନ୍ତ ଶୁଣ ଏ ବିଦୁର ସେ ପୃଥୁ ବଚନ ମଧୁର ଶ୍ରବଣେ ତୁ ସେ ହେଲେ ମୁନି ସାଧୁ ସମତ ବାକ୍ୟ ମାନେ କହନ୍ତି ବ୍ରହ୍ମାଙ୍କ କୁମାର ଶୁଣ ଏ ପୃଥୁ ନୃପବର ସନତ କୁମାର ଉବାଚ ସଂସାରେ ସାଧୁ ଜନ ଯେହି ତାଙ୍କ ମହିମା ସିନା ଏହି ବିଷୟ ସୁଖ ନ ଜ୍ଞାନନ୍ତି ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି ତୁମ୍ଭେ ଯେ ପଣ୍ଡିତ ସୁଶୀଳ ଏଣୁ ତମ ପଚାରିଲ ସୁସାଧୁ ଜନଙ୍କ ସଙ୍ଗତ ଉଭୟ ଲୋକଙ୍କୁ ସହିତ ଏଣୁ ସାଧୁଙ୍କ ସମ୍ଭାଷଣ ସୁପୁଣ୍ୟ ମଙ୍ଗଳ କାରଣ ଅଶେଷ ଜୀବ ହିତ କରେ ଏଣୁ ପଚାରିଲ ବେବାରେ ସୁଶାନ୍ତ ଆମ୍ଭ ମନ ହେଲା ତୁମ୍ଭ ପ୍ରସନ୍ନେ ଦୁଃଖ ଗଲା ଏବେ ହୋ ଶୁଣ ନୃପବର କହିବା ଏଥି ପ୍ରତିକାର ସେ ମୋକ୍ଷ ସାଧନ ପୂଜିଲ ଅଶେଷ ଜୀବର ଯେ ଭଲ ଉପାୟ ଅଛଇ ଯେ ଏକ ବନୁପ ମନେ ବୁଝି ଦେଖ ତ୍ରିବିଧ କୃଷ୍ଣ ଉପାସକ ରଜସାତ୍ୱିକ ତମ ପୁଣମ ତାମସ ଭକ୍ତିର ଲକ୍ଷଣ କହିବା ଏଥିର କାରଣ ଶ୍ରୀକୃଷ୍ଣ ଚରଣ କମଳେ ଯେ ନାମ ସଂକୀର୍ତ୍ତନ ବେଳେ ତହିଁ ଯାହାର ନୋଏ ରତି ସେହି ନ କପଟ ଭକତି ତାହାର ଅନ୍ତର ମଳିନ କାମ କଷାଏ ଅନୁକ୍ଷଣ ତାମସ ଭକ୍ତ ବୋଲି ତାରେ ନ
ସତରେ ଭବ ସାଗରେ କୃଷ୍ଣ ଭଜନେ ହୋଏ ରତି ଆତ୍ମାକୁ ବିଶୁଦ୍ଧ କରନ୍ତି ସେ ନିଷ୍ଠା ଶାସ୍ତ୍ର ମାର୍ଗେ କହେ ନିଶ୍ଚୟ ବୁଝନ ରକାଏ ସେଠି ନିର୍ମଳ ଜ୍ଞାନ ହେତୁ ଭବ ସାଗର ପାର ସେତୁ ଚିତ୍ତ ବିଶୁଦ୍ଧ ଯାର ନାହିଁ ତାର ବୈରାଗ୍ୟ ଜ୍ଞାନ କାହିଁ ହରିଚରଣେ ସେ ଭାରତୀ ବୈରାଗ୍ୟ ନିଶ୍ଚଳେ ଭକତି ଏଠି କୈବଲ୍ୟ ସୁସାଧନ ନିଶ୍ଚୟ ବୁଝୁ ତୁ ରାଜନ ବୈରାଗ୍ୟ ହୋଏ ଯେ ଅସଙ୍ଗ ତହୁଁ ଜନ୍ମ ହିଁ ଭକ୍ତି ଅଙ୍ଗ ଯେଣୁ ତା ଦେ ସଙ୍ଗ ନାହିଁ ଏଣୁ ଟୁ ଆମ୍ବରତି ହୋଇ ସେ ବ୍ରହ୍ମ ନିର୍ଗୁଣ ନିର୍ମଳ ବ୍ୟାପିଛି ଅଶେଷ ଶୈଳ ଭକ୍ତି ବୈରାଗ୍ୟ ତାକୁ ପାଇ ଏବିନେ ଜୀବ ବ୍ରହ୍ମୁଥାଇ ସେ ବ୍ରହ୍ମେ ରତି ପ୍ରକାରେ ଶାସ୍ତ୍ରରେ ଶ୍ରଦ୍ଧା ଯାର ସେ ବ୍ରହ୍ମେ ରତି ପ୍ରକାର ଶାସ୍ତ୍ରରେ ଶ୍ରଦ୍ଧା ତାଇ ଯାର ହରିଚରଣେ ଯେବେ ଭାବେ ନିଷ୍କାମ ଭକ୍ତି ହୋଏ ତେବେ ଯୋଗରେ ନିଷ୍ଠା ଥାଇ ଯାର ପୁଛଇ ଶାସ୍ତ୍ର ମାର୍ଗ ସାର ଯୋଗେନ୍ଦ୍ର ଗଣେ ସେବା କଲେ ସେ ରତି ଲଭେ ବ୍ରହ୍ମ ତୁଲେ କିୟ ବା ହରି ସଂକୀର୍ତ୍ତନ ଶୁଣେ ଶ୍ରବଣେ କରେ ଧ୍ୟାନ ଅସଙ୍ଗ ରତି ଏହି ଭାବେ ସାଧନ ତାର ତମେ ଲଭେ ଶୁଣ ରାଜନ କୃଷ୍ଣ ଲୟେ ତ୍ରିବିଧ ପ୍ରକାର ଯେ ହୁଏ ଯେ ମାର୍ଗେ ଯେ ସାଧ୍ୟ କରନ୍ତି ବ୍ରହ୍ମ ନିର୍ବାଣେ ହୋଏ ରତି ଅର୍ଥ ବାଞ୍ଛିତ ମନ ଯାର ତାମସେ ବଧ ସେ ଉନର ଯେ ପ୍ରାଣୀ ଇନ୍ଦ୍ରି ଭୋଗ ବଶ ତାହାକୁ ବୋଲଟି ରାଜସ ଏହାକୁ ନ କରିବ ସଙ୍ଗ ସେ ସଙ୍ଗ ଦୋଷେ ଜ୍ଞାନ ଭଙ୍ଗ ତଇନେ ଦେବ ମନ ଦୃଷ୍ଟି କେବେ ନ କରିବ ଗୋଷ୍ଠୀ ସେ ସଙ୍ଗ ଯେ ବାଦରନ୍ତି ସକାମ ଅର୍ଥ ସେ ବାଛନ୍ତି ଏଣୁ ତାହାଙ୍କ ସଙ୍ଗ ତେଜି ଯେ ପ୍ରାଣୀ ଆତ୍ମଲାଭ ଖୋଜି ନିସଙ୍ଗ ବିଜନେ ବସାଇ ତେବେ ଆତ୍ମାକୁ ଭେଟ ପାଇ ଏ ରୂପେ ହୋଇ ବ୍ରହ୍ମରତି ଶୁଣ ସୁମନେ ନୃପତି ଅପରେ ଅସାଧୁ କହିବା ଯାହାର ନାହିଁ ଭକ୍ତି ସେବା ହରିଚରଣେ ଭକ୍ତି ନୁହେଁ ତାହାର ବ୍ରହ୍ମେରତି କାହିଁ ସେ ହରି ଗୁଣ ସୁଦାପାନ ସେ ବିନୁ ନୁହେଁ ବ୍ରହ୍ମ ଜ୍ଞାନ ଅହିଂସା ଧର୍ମ ଯେ ବାଥାନ୍ତି ଏ ବ୍ରହ୍ମ ଜ୍ଞାନ ସେ ଲଭନ୍ତି ପରମ ହଂସର ଯେ ବିଧି ତିତିକ୍ଷା ସମଦମ ଆଦି ଆତ୍ମାର ହିତ ଅନୁଧ୍ୟାନେ ନିର୍ଗଣ ହୁଏ ବ୍ରହ୍ମ ଜ୍ଞାନେ ସେ ହରି ପରମ ପୁରୁଷ ତାହାଙ୍କ ଚରିତ ପିୟୁଷ ଯେ ସୁଧା ପାନ ଯେବେ କରେ ତେବେ ସେ ବ୍ରହ୍ମ ଜ୍ଞାନ ଧରେ ଯମ ନିୟମ ସମଦମ ଏ ଆଦି ସାଧନ ନିର୍ଗୁଣ ସଂସାରେ ଶାସ୍ତ୍ର ବ୍ୟବହାରେ ନିନ୍ଦ୍ୟ ଧର୍ମକୁ ନ ଆଚରେ ପରମ ଧର୍ମ ଏ ବିଚାରେ ନିର୍ମଳ ବାହ୍ୟ ଆଭ୍ୟନ୍ତରେ ଶୀତୋଷ୍ଣ ସୁଖ ଦୁଃଖ ସହେ ସେ ତୋତେ ବ୍ରହ୍ମ ଜ୍ଞାନ ବହେ ହରି ଭକତ ଯେତେ ଜନ ଏ ସର୍ବ ତାଙ୍କ ଭୂଷଣ ଯେତେ କୃଷ୍ଣର ଗୁଣ ଗ୍ରାମ
ତଇଁ ସାଧକ ଯେଉଁ ଜନ ତେଣୁ ବଡ଼ଇ ତାର ଭକ୍ତି ଆନ ପ୍ରସଙ୍ଗେ ଅନାସକ୍ତି ସେ ବ୍ରହ୍ମ ଅଟେ ସଦା ସତ ଅନାଦି ନିର୍ଗୁଣ ଅନନ୍ତ ତଇଁ ଯାର ରତି ହୋଏ ସେ ପ୍ରାଣୀ ବଦ୍ଧ ନୁହେଁ ମୋଏ ସେ ବ୍ରହ୍ମେ ଯାର ନିଷ୍ଠା ରତି ତେବେ ତା ହୋଏ ଦୃଢ଼ମତି ସେ ସଦା ଗୁରୁ ସେବା କରେ ସେ ତେବେ ଜ୍ଞାନ ମାର୍ଗ ଧରେ ଜ୍ଞାନ ବୈରାଗ୍ୟ ଯୋଗ ବଳେ ଏ ଜୀବ କୋଶ ବଏଳେ ଏ ପଞ୍ଚଭୂତର ହୃଦୟ ଜୀବର ହୋଇଛି ଆଳୟ ଜ୍ଞାନ ଅନଳ ହେଲେ ଜାତ ତେବେ ସେ ହୋଏ ଭସ୍ମଗତ ଏ ଜୀବ କୋଶ ଯେବେ ଯାର ତେବେ ସେ ବ୍ରହ୍ମ ଜ୍ଞାନ ପାର ଅନଳ ପ୍ରକାଶିଲେ ଯେନେ ଅରଣି ହୁଅନ୍ତି ଦହନେ ଦେଶନେ ଲିଙ୍ଗ ଶରୀର ଜ୍ଞାନେ ଦହି ନୃପବର ଏ ମନ୍ତ ଜ୍ଞାନ ଉଦ୍ଦେଜାର ନୁହଁ ଭବ ବନ୍ଧ ତାର ଉପାଧି ବାସନା ଅଶେଷ ଜ୍ଞାନ ଅନଳେ ହୋଏ ଧ୍ୱଂସ ଉପାଧି ହତେ ନୃପରାଏ ତାର ଗୁଣାଦି ହୋଏ ଲଏ ବିନାଶ ହୋଇ ଅଭିମାନ ଆପଣା ପର ଆଦି ଜ୍ଞାନ ଜନ୍ମ ହିଁ ନିଜ ଭାବେ ରତି ଏ ପରାପର ନୁହେଁ ମତି ସେ ପୁଣି ଅନ୍ତର ବାହାରେ ଏ ଦୁଃଖ ସୁଖ ନ ବିଚାରେ ବାହ୍ୟ ସେ ନ ଲଖଇ କିଛି ଘଟାଦି ବସ୍ତୁ ଯେତେ ଅଛି ଏତକୁ ପ୍ରତି ଲକ୍ଷ୍ୟ ଦେବା ବନୁପ ଦେଖାଇ କହିବା ଦ୍ରଷ୍ଟା ଦୃଶ୍ୟର ଭିନ୍ନ ବିଧି ଏହାଙ୍କ ହେତୁ ମନ ବୁଦ୍ଧି ଏ ଆତ୍ମା ଏ ମୋର ପର ଏ ବେଦ କରେ ଅହଙ୍କାର ବେଦ କରନ୍ତେ ଯେବେ ମଲା ତାର ଅଜ୍ଞାନ କ୍ଷୟ ଗଲା ଅଜ୍ଞାନ ନାଶେ ସର୍ବେ ଏକ ବୋରାଜା କର ତୁ ବିବେକ ଯେସନେ ଶୟନେ ସ୍ୱପନ ମିଥ୍ୟାଭିଳାଷେ ଖେଦେ ମନ ଆପणे ହୋଇଥାଇ ରାଜା ସଙ୍ଗତେ ଦେଖେ ଜନ ପ୍ରଜା ସୈନ୍ୟ ସାମନ୍ତ ଗଜରତ ମିଥ୍ୟା ପ୍ରପଞ୍ଚ ମଣେ ସତ ସେ ପୁଣି ସ୍ୱପ୍ନ ଅବସାନେ ସକଳ ମିଥ୍ୟା କରି ମଣେ ରାଜ୍ୟ ସମ୍ପଦ ଭୋଗ ଯେତେ ଶୋଚନା ନ କରଇ ଚିତେ ତେସନେ ଜ୍ଞାନ ଉପୁଜିଲେ ଏ ସର୍ବନାଶ ଯାଆନ୍ତି ଭଲେ ଏ ଆତ୍ମା ଦେଖନ୍ତା ପୁରୁଷ ଇନ୍ଦ୍ରିୟ ଅର୍ଥାଦି ପ୍ରକାଶ ଏବେ ନିପର ଅହଙ୍କାର ଏବେ ଦ ବିବେକ ବିଚାର ଯାବତ ଉପାଧି ଅଛଇ ତାବତ ଭେଦ ବୁଦ୍ଧି ଥାଇ ଉପାଧି ହତେ ସର୍ବନାଶ ତେବେ ସେ ଆତ୍ମା ସୁପ୍ରକାଶ ଏ ଆତ୍ମା ଦେଖନ୍ତା ପୁରୁଷ ତାହାର ନାହିଁ ଗୁଣ ଦୋଷ ଉପାଧି ଭେଦେ ଭିନ୍ନ ଦିଶେ ତା ବିନା ଏକ ସେ ପ୍ରକାଶେ ଯେନେ ଦର୍ପଣ ଜଳାଦିରେ ଆପଣା ପ୍ରତିବିମ୍ବ ଧରେ ଏବେ ନିହୀନ ନ ଦିଶନ୍ତି ଆପଣା ଶରୀର ଆକୃତି ଉପାଦୁ ହେତୁ ଭିନ୍ନ ଭିନ୍ନ ତା ଅବଶେଷ ଏକ ଚିହ୍ନ ଶୁଣ ଏ ପୃଥୁମୟୀପତି ଅସଙ୍ଗ ଆର ବ୍ରହ୍ମରତି ଏବେ ମାର୍ଗ ମୋକ୍ଷ ହେତୁ ଭବସାଗର ପାର ସେତୁ ଶୁଣ ସୁମନେ ହେ ରାଜନ ବିବେକହୀନ ଯେ ବାଜନ ଯାହାର
ଆତ୍ମରତି ନୁହେଁ ସେ ଦେହେ ଅହଙ୍କାର ବହେ ଏ ମୋର ଦ୍ୱାରା ସୁତ ଘର ବୋଲି ବିଷୟ ଅହଙ୍କାର ବିଷୟ ରସେ ଇନ୍ଦ୍ରି ରସି ମନକୁ ଆଣଇ ଆକର୍ଷି ଇନ୍ଦ୍ରିୟ ସଙ୍ଗେ ମନ ରସେ ନିଜ ଚେତନା ବଳ ଧ୍ୱଂସେ ଏଣୁ ବିବେକ ତାର ନହି ସୁସଙ୍ଗ ଦୋଷେ ମନ ମୋହି ଯେସନେ କୁଶ ଆଦି ମୂଳ ହୃଦରୁ ଓଟାରନ୍ତି ଜଳ ତେସନେ ଦେଖ ବିଷୟାଦି ହରଇ ସର୍ବମନ ମୁଧି ତେସନେ ବଳେ ସ୍ମୃତି ରହି ତାର ଭାବେ ଶ୍ରୁତି କାହିଁ ଯାହାର ସ୍ମୃତି ହୁଏ ନାଶ ତା ହୃଦେ ଜ୍ଞାନ ପ୍ରକାଶ ଜ୍ଞାନ ବିନାଶେ ଆତ୍ମା ହୋତ ବେଦାନ୍ତେ କହନ୍ତି ପଣ୍ଡିତ ଶୁଣନୁପତି ପୁରୁଷର ଏଥୁଟି ହାନି ନାହିଁ ପର ବିଷୟ ସୁଖ ଭୋଗ ଲାଗି ହୁଇ ଆତ୍ମା ବୋଧେ ଭାଗି ଯେ ନିଜ ହାନି ନ ବୁଝଇ ତାର ବିବେକ ଗୁଣ କାହିଁ ଅର୍ଥ କାମାଦି ଧ୍ୟାନ ରାଏ ଏ ସର୍ବ ବିନାଶ ଉପାଏ ଯେ ଜ୍ଞାନ ବିଜ୍ଞାନ ରହୁହୀନ ତା ଜୀବ ସ୍ଥାବର ସମାନ ଯାଚିତ ବ୍ରହ୍ମେରତି ନୁହେଁ ସର୍ବ ଅନର୍ଥେ ଭାଗି ହୋଏ ଅପର ଶୁଣ ହେ ରାଜନ ସଙ୍ଗଟି ଅନର୍ଥ କାରଣ ସଂସାର ତ୍ୟାଗ ଯେ ଇଚ୍ଛିବ କେବେ ସଙ୍ଗ ନ କରିବ ଧର୍ମାର୍ଥ କାମ ମୋକ୍ଷ ଭଙ୍ଗ କହଇ ସେ ପାପିଷ୍ଟ ସଙ୍ଗ କୁସଙ୍ଗେ ସର୍ବନାଶ ହୁଏ ପଡ଼ଇ ମିଥ୍ୟା ମାୟା ମୋଏ ଏବ ତୁ ଶୁଣନୁ ପରାଣ ଏ ଚତୁର୍ବର୍ଗର କାରଣ ଯେ ଧର୍ମ ଅର୍ଥ କାମ ମୋକ୍ଷ ଏ ଚାରି ମଧ୍ୟ ଶ୍ରେୟ ମୋକ୍ଷ ଧର୍ମାର୍ଥ କାମ ବୋଲି ଯାହା ଅନିତ୍ୟ ମିଥ୍ୟା ବୋଲି ତାହା ଅନିତ୍ୟ ମୃତ୍ୟୁ ଭୟ ପାଇ ଏଣୁ ଜ୍ଞାନିତା ନ ଭାବଇ ଚତୁର୍ଥ ବର୍ଗ ବୋଲି ରାଏ ଦୁର୍ଲଭ ସେ ଅର୍ଥ ଉପାଏ ମୃତ୍ୟୁର ଭୟ ଜହି ନାହିଁ ନିତ୍ୟ ଆନନ୍ଦ ରୂପ ସେଇ ଚତୁର୍ଥ ବର୍ଗ ବହୁ ମୂଲ୍ୟ ତୃତୀୟ ବର୍ଗ ନୁହେଁ ତିଲ୍ୟ ଯାହାର କାଳ ଭୟ ଅଛି ତାହାର ସୁଖ ନାହିଁ କିଛି ଗୁଣ କ୍ଷୋଭର ପରେ ପାଏ ସେ ଯେ ଓଇଲେ ଭାବେ ରାଏ ସ୍ଥାବରୁ ବ୍ରହ୍ମାଦି ପର୍ଯ୍ୟନ୍ତ ଈଶ୍ୱର ମାୟାରେ ଯନ୍ତ୍ରିତ ଏହାକ ଶ୍ରେଷ୍ଠ କେବେ ନୁହେଁ ଏଣୁ ଦଣ୍ଡଇ ଜନ୍ତୁରାଏ ଆପଣାଏ ଅର୍ଜଇ ଅନର୍ଥ ରାଜନ ବୁଝ ମତ ସ୍ଥାବର ଜଙ୍ଗମାଦି ଠାରେ ଦେହ ଇନ୍ଦ୍ରିୟ ଅହଙ୍କାରେ ପ୍ରାଣ ବୁଦ୍ଧିରେ ଯେ ଆବୃତ ଏହାଙ୍କ ହୃଦୟରେ ବ୍ୟକତ ଯେ ଓଧ ଊର୍ଦ୍ଧ୍ୱେ ଛନ୍ତି ପୁରୀ ସର୍ବବ୍ୟାପକ ନର ହରି ଜୀବର ପ୍ରଭୁ ଭଗବାନ ପ୍ରକାଶେ କରନ୍ତି ତେସନ ବରାଜା ନିଶ୍ଚେ ଜାଣ ତୁହି ଏ ଆତ୍ମା ରୂପ ତୁହି ମୁହିଁ ଏ ଆଦି ଚରାଚର ଯେତେ ଆତ୍ମା ସ୍ୱରୂପ ସର୍ବଭୂତେ ଯେ ଆତ୍ମା ଆଶ୍ରୟେ ଜଗତ ଶୋଭା ପାଉଛି ସଦସତ ମାୟାରେ ହୋଇଣ ପ୍ରଭେଦ ଜ୍ଞାନ
ବିବେକ ତାହା ଛେଦ ଆତ୍ମାକୁ ମାୟା ନ ସ୍ପର୍ଶେ ଯେସନେ ପବନ ଆକାଶେ କର୍ମର ମୂଳ ଏ ପ୍ରବୃତ୍ତି ଏହାକୁ ଯେ ନାଶ କରନ୍ତି ସେ ଆତ୍ମା ସର୍ବଠାରେ ଯୁକ୍ତ ଲିପ୍ତ ନହୀନ ଥାନ୍ତି ମୁକ୍ତ ସେ ଶୁଦ୍ଧ ପରମ ପୁରୁଷ ତାରେ ଶରଣ ବେଗେ ପଶ ଯାହାର ପାଦ ପଦ୍ମେ ଭକ୍ତି କରି ସାଧୁଏ ନିସ୍ତରନ୍ତି ସୁଗମ ପଥ ଏ କାରଣ ଅବିଘ୍ନେ ଲଭ ନାରାୟଣ କୋଠର ଯୋଗାଧି ସାଧନ ସୁଗମ ଭକ୍ତି ଏ ରାଜନ ସେ ଆତ୍ମା ଆନନ୍ଦ ପାଇବ ଭକ୍ତିରେ ଭଜ ବାସୁଦେବ ଏ ଭବ ସମୁଦ୍ର ପାର ଇନ୍ଦ୍ରିୟ ବର୍ଗ ଗ୍ରାହଗର ଏ ଜଳ ତରଣେ ଯେ ବେଳା ତହିଁରେ ନକର ତୁ ହେଳା ଅଷ୍ଟାଙ୍ଗ ଯୋଗ ଯୋଗୀ ସାଧି ତରନ୍ତି ଯୋଗ ବେଳା ବାନ୍ଧି ସେ ଅତି କ୍ଲେଶ ହୋନ୍ତି ପାର ନଇଲେ ଭ୍ରମନ୍ତି ଅପାର ଦୁର୍ଗମ ତରଣ ଉପାଏ ତୁମ୍ଭକୁ କହିଦେଲୁ ରାଏ ଗୋବିନ୍ଦ ଅଭୟ ପୟର ଯେ ବଜେ ବେଳା ମଧ୍ୟ ସାର ସେ ପାଦେ କଲେ ଏକ ଭାବ ସୁଖେ ତରିବ ବନାନବ ଏ ଭକ୍ତି ଯୋଗ ସୁଦାସନ ମୋକ୍ଷକୁ ପରମ କାରଣ ମୈତ୍ରେୟ ଉବାଚ ଏମନ୍ତ ଶୁଣ ହେ ବିଦୁର ଯେ ଜ୍ଞାନ କହିଲେ କୁମାର ପୃଥୁ ଚରଣେ ପୃଥୁ ଶ୍ରବଣେ ଆତ୍ମାଗତି ପ୍ରଣମି ଚରଣେ ବୋଲାନ୍ତି ରାଜା ଉବାଚ ତୁମ୍ଭେ ଦୟାଳୁ ଯୋଗୀ ଜନ ସୌଭାଗ୍ୟ ତୁମ୍ଭ ଦର୍ଶନ ଯେଣୁ ଗୋବିନ୍ଦ କୃପା ଥିଲା ତେଣୁ ଦର୍ଶନ ମୋର ହେଲା ହରିଙ୍କ ଆଜ୍ଞା ରକ୍ଷା ପାଇଁ ମୋଇତେ ଅଇଲ ଗୋସାଇଁ ମୋର ସଂଶୟ ଯେତେ ଥିଲା ତୁମ୍ଭ ଦର୍ଶନେ ଦୂର ଗଲା ମୋହର ମନରତ ଯେତେ ସମ୍ପୂର୍ଣ୍ଣ କରିଦେଲ ମୋତେ ତୁମ୍ଭକୁ କି ଭାବେ ସେବିବି ଉତ୍ତମ ଦ୍ରବ୍ୟ କିବା ଦେବି ଦେହ ସହିତ ଦ୍ରବ୍ୟ ମୋର ସାଧୁଙ୍କ ଉଚ୍ଚିଷ୍ଟ ବ୍ୟବହାର ସୁଦୟା କରି ସାଧୁ ଜନେ ରାଜ ବିଭୂତି ତ ସମନେ ସମର୍ପିଛନ୍ତି ମୋର ତହିଁ ଏତେ ପ୍ରଭୁତ୍ୱ ମୋର ନାହିଁ କି ଭାବେ କରିବି ସେବନ ଏ ଦେହ ସାଧୁଙ୍କ ଅଧୀନ ଯେନେ ବାଳକେ ସ୍ନେହ ବହି ତାତ ଜନନୀ ଧନ ଦେଇ ପୁଣି ନ କରନ୍ତି ଗ୍ରହଣ ଏ ସର୍ବ ତୁମ୍ଭର ଅର୍ପଣ ତୁମ୍ଭ ପ୍ରତେ ସେ ଶକ୍ୟ ନାହିଁ ରାଜସେବକ ପ୍ରାୟ ହୋଇ ତାକୁ ତାମ୍ବୁଳ ନିଯୋଗନ୍ତି ମଧ୍ୟରେ ସେବକ ବୋଲାନ୍ତି ସେ ଅନୁମାନେ ମୋ ବିଚାର ଯେ କିଛି ଦ୍ରବ୍ୟ ଅଛି ମୋର ପ୍ରାଣ ତନୟ ଆଦି ଯେତେ ଏ ରାଜ ବିଭୂତି ସହିତେ ଅପର ଚତୁରଙ୍ଗ ବଳ ସମର୍ପି ଅଛି ମୁଁ ସକଳ ଏତେ ମୋ ନାହିଁ ଅଧିକାର ବେଦ ବିହିତେ ବ୍ରହ୍ମସର ଯେ ସର୍ବ ସେନା ଅଧିପତି ଦଣ୍ଡ ଓ ଦଣ୍ଡ ରାଜନୀତି ସକଳ ଲୋକେ ଅଧିକାର ଏ ସର୍ବ ବେଦ ବିଦଙ୍କର ସେ ବିପ୍ରେ ନିଜ ଧନେ ଶାନ୍ତି ଜୀବଙ୍କୁ କଲ୍ୟାଣେ ପାଳନ୍ତି ବ୍ରାହ୍ମଣ ଅନୁଗ୍ରହେ ଅନ୍ନ ଭୁଞ୍ଜନ୍ତି କ୍ଷତ୍ରିୟାଦି ବର୍ଣ୍ଣ
ब्रह्मा सर्जन ए जगते अछि अपूर्व द्रव्य जेते ए सर्व जेबे समर्पिबी तेबे प्रतोषी न पारिबी निगम बेता प्रभु माने मते तो शिल दिव ज्ञाने एकांत देई आत्मपद मोहर नासिल प्रमाद तुम्भे दयाळु जोगेश्वर अधम जने दया कर अव्यक्त ब्रह्म वृष्टि गते प्रत्यक्ष देखाइल मते अज्ञान भाव विनाशिल संसार बंधु निस्तरिल एमंत महिमा तुम्बर अशेष जीव हित कर एणु गुरुक सुकल्याण साधक मोक्षर कारण उपाय नाही मोर किछि केवल अंजलि मो अछि मैत्रेय उवाच एमंत सन कादि जने संतोष पृथुर वचने नृपशीलता प्रशंसिले तक्षणे अंतर्ध्याने गले सकल जन दृष्टि ध्याने सीधे गमिले निज स्थाने तदंते से पृथुराजन महत गुण से प्रदान आध्यात्म मार्ग रे रहिले से आत्मज्ञाने पूर्ण हेले आत्मारे करी अवस्थिति कालरे कर्मादि करती जे देश काल जत चित जे मते अछई विहित से अनुसारे कर्म कले विप्रंकु दाने प्रतोषिले निज पर जागरण राई अति आनंदे दया बही कहती भव सिंधु पार अमृतो सुनिग्ध मधुर हे पुत्र सावधाने शुण जेणे होइब परित्राण कहवा ताहार उपाय जेणे खंडिब मृत्यु भय सकल कृष्ण आश्रा कर एगर संसार निस्तर जे कृष्ण चरण सेवती एभव भय निवारती आंबर वाक्ये दृढ़े दर राजस्व भय परिहर राजस्व धन धर्म जेते आंबे पालिलु तो सचिते हेमंत मधुर वचने प्रजा शिखाई प्रबोधने अर्पण करी काम्य फल निवृत्त होइले भूपाल मो आत्मा प्रकृति रूपर अदक्ष कर्म मानकर आत्मा को हेमंत से मणि गृहे रहिले नृपमणि संपद परिपूर्ण छंती इंद्रिय भोग नईछंती छाड़ी सकल अहंकार विषय आदि जे विकार कौनसी कर्मे लिप्त नई सूर्य किरण प्राय होई ए रूपे आध्यात्म जोगरे कर्म आचरती संसारे ताहाक वर्चिना मेराणी प्रत्यक्ष लक्ष्मी ठाकुराणी पंचत नयता कठारे पृथु जन्माइले बेबारे विजित वसुधूम्रकेश हर्जास्य द्राविण वृकेश ए पंच तनय तांकर रूपस माने सुरवीर एबे कहिबा हे विधुर राजाक जे गुण प्रचार इंद्रादि दश दिगपाल एहाक गुणे जे भूपाल से नूप अंगे एके बसिले अभयर जाके बसिले सुवृत्ति आवरी शुण विदुर तु करी जगत प्रतिपालिबारे से जन्म लभिले
संसारे मन वचन काय वृत्ति अति सुंदर गुण कीर्ति जेणु रंजित जन प्रजा तेणु ताहाक नाम राजा तातुल्य नाही नूपवर समे कि समपटांतर से राजा सूर्यंक समान ताते जे पृथ्वी दीप्तिमान केही न पारि तेज धरी तेणु से अग्नि समसरी रणे दुर्जय मोहार जा एणु महेंद्र समतेजा सहिष्णु गुणे से पृथ्वी अभिष्ट दाने स्वर्ग छेबी जिमुत प्राय वृष्टि करे प्रजा प्रार्थना काम स्फुरे पयदी तुल्य से गभीर सुधीरे जनक बुधर धर्म समान शिक्षाकारी आश्चर्य हिमालय गिरी कुबेर तुल्य धनेश्वर रक्षक जेने रत्नाकर गुणेश कळे जीवे प्राण शीतल पणे चंद्र सम जीवन बल तेज ज्ञानी एणु मरुत सम मानी क्रोधरे काल रुद्र सम सुंदरे समनु हे काम प्राक्रमे समे मृग इंद्र दयारे से मनु नरेंद्र प्रभुत्व पणे जेने विधि गुरु समान ब्रह्मवादी हरि समान जितेन्द्रिय पालेन गुरु विप्र प्रिय विष्णु वैष्णव जन ठारे सेवंती विनय व्यवहारे समे प्रतुल्य के नाही सर्जने दुजे ब्रह्मा सेई एतिनी लोके तांक जस जेने श्रवण हरि रस श्रीराम तुल्य कीर्तिकारी गुण गावंती नर नारी शुण विदुर ज्ञानवंत ए पृथु चरित पवित्र अमृत रस मयवाणी चतुर्थ स्कंदे जाहा भणी कहि विप्र जगन्नाथ संत चरणे देहि चित्तम् इति श्रीमद्भागवत महापुराणे पारमहंस्यां संहितायां चतुर्थ स्कंदे पृथु सनकादि संवाद नाम द्वाविंश अध्याय आसंता काली त्रयोविंश अध्याय विमस्या विनणे बंग मुनेरे विमति ब्रह्म जदि शुद्धम शुद्धवां मम दोष न विद्यते। जय जगन्नाथ जय जगन्नाथ जय जगन्नाथ।